हेलो फ्रेंड्स, वेलकम टू माय चैनल। आज आम आलोचना करवा 2019 डिसेम्बर रे सीटीईटी आसीथिबा ओडिया क्वेश्चन गुडी। प्रथम क्वेश्चन, मातृभाषा भित्तिक बहुभाषिकता कौन? मातृभाषा भित्तिक बहुभाषिकता कौन? ऑप्शन ए केवल मातृभाषा शिक्षा, ऑप्शन बी मातृभाषा माध्यम रे शिक्षा, ऑप्शन सी प्रथमे मातृभाषा ओ परे अधिक भाषा शिक्षा, ऑप्शन डी मातृभाषा भावे अन्यान्य भाषा सहित विदेशी भाषा शिक्षा। आंसर होची ऑप्शन सी, माने प्रथमे मातृभाषा ओ परे अधिक भाषा शिक्षा। आंसर सी इज राइट आंसर। नेक्स्ट क्वेश्चन, स्कूल शिक्षा नीति रे भाषा डैश भाବରେ जଣାशुଣା। स्कूल शिक्षा नीति रे भाषा डैश भाବରେ जଣାशुଣା। ऑप्शन ए बहुभाषी शिक्षा, ऑप्शन बी भाषा रे शिक्षा रे भाषार स्थान, ऑप्शन सी मातृभाषा भित्तिक बहुभाषिकता, ऑप्शन डी त्रिभाषी सूत्र। आंसर इज ऑप्शन डी, दैट इज त्रिभाषी सूत्र। नेक्स्ट क्वेश्चन, समुदाय भाषा पद्धति ହେଉଛି डैश। ऑप्शन ए एक धारणा ଯେଉଁଥିରେ ବିଦ୍ୟାର୍ଥୀ ବର୍ଣ୍ଣ, ଧ୍ୱନି, ଶବ୍ଦ, ବାକ୍ୟାଂଶ ଏବଂ ପରେ ପରେ ବାକ୍ୟ ଆଦି ଗୋଟିଏ ଭାଷାରେ ଶିଖିଥାଏ। ଅପସନ୍ ବି ଏକ ଧାରଣା ଯେଉଁଠି ବିଦ୍ୟାର୍ଥୀ ଭାଷା ଖଣ୍ଡରୁ ଶିଖିଥାଏ ଭାଷା ଏବଂ ଧ୍ୱନି, ବର୍ଣ୍ଣ ଭଳି କ୍ଷୁଦ୍ର ଏକକ ଗୁଡ଼ିକୁ ବୁଝିବାକୁ ସକ୍ଷମ ହୋଇଥାଏ। ଅପସନ୍ ସି ଏକ ଧାରଣା ଯେଉଁଠି ଭାଷା ଶିକ୍ଷା ବର୍ଣ୍ଣମାଳାର ଅକ୍ଷର ଭଳି ଛୋଟ ଏକକରୁ ହିଁ ଆରମ୍ଭ ହୋଇଥାଏ। ଅପସନ୍ ଡି ଏକ ଧାରଣା ଯେଉଁଥିରେ ସବୁଯାକ ଭାଷା ସେହି ଏକା ପଦ୍ଧତିରେ ଶିଖାଯାଇଥାଏ। ଆନ୍ସର ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ଏକ ଧାରଣା ଯେଉଁଠି ବିଦ୍ୟାର୍ଥୀ ଭାଷା ଖଣ୍ଡରୁ ଶିଖିଥାଏ ଭାଷା ଏବଂ ଧ୍ୱନି, ବର୍ଣ୍ଣ ଭଳି କ୍ଷୁଦ୍ର ଏକକ ଗୁଡ଼ିକୁ ବୁଝିବାକୁ ସକ୍ଷମ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ୍, ଭାଷା ଶିକ୍ଷାରେ ମୁଖସ୍ଥକରଣ ଏହା ଭାଷା ଶିକ୍ଷାର କେଉଁ ପଦ୍ଧତିକୁ ଚିହ୍ନାଇଥାଏ? ଗଠନାତ୍ମକ ପଦ୍ଧତି, ବ୍ୟାକରଣଗତ ଅନୁବାଦ ପଦ୍ଧତି, ସଂଯୋଗାତ୍ମକ ପଦ୍ଧତି, ସମ୍ପୂର୍ଣ୍ଣ ଭୌତିକ ଉତ୍ତର। ଆନ୍ସର ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ବ୍ୟାକରଣଗତ ଅନୁବାଦ ପଦ୍ଧତି। ଏଇଟା ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ୍, କାବ୍ୟା ହେଉଛି ଜଣେ ଭାଷା ଶିକ୍ଷୟିତ୍ରୀ। ବିଭିନ୍ନ ବସ୍ତୁ ଅନୁଯାୟୀ ଶବ୍ଦ ସଂଗ୍ରହ କରିବାକୁ ସେ ଶିକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେଥିମଧ୍ୟରୁ ଯେଉଁ ଶବ୍ଦଗୁଡ଼ିକ ସମ୍ପର୍କହୀନ ସେଗୁଡ଼ିକୁ ପୃଥକ୍ କରିବାକୁ ନିର୍ଦ୍ଦେଶ ଦେଲେ। ଏହି ପଦ୍ଧତିକୁ କ'ଣ କୁହାଯାଏ? ଏହି ପଦ୍ଧତିକୁ କ'ଣ କୁହାଯାଏ? ଅପସନ୍ ଏ ଶବ୍ଦ ବିନ୍ୟାସ, ଅପସନ୍ ବି ୱାର୍ଡ ୱେଭ୍, ଅପସନ୍ ସି ଶବ୍ଦ କ୍ରୀଡ଼ା, ଅପସନ୍ ଡି ଶବ୍ଦ ଗଠନ। ଆନ୍ସର ଇଜ୍ ଅପସନ୍ ଏ, ଦ୍ୟାଟ୍ ଇଜ୍ ଶବ୍ଦ ବିନ୍ୟାସ। ଶବ୍ଦ ବିନ୍ୟାସ କୁହାଯାଏ। ନେକ୍ସଟ କ୍ୱେଶ୍ଚନ୍, ଶିକ୍ଷାର୍ଥୀଙ୍କର ଭାଷା ଜ୍ଞାନ ପରୀକ୍ଷା ପାଇଁ ଶିକ୍ଷୟିତ୍ରୀ ଜଣକ ପ୍ରଶ୍ନ ତିଆରି କରିଥିଲେ। ପ୍ରତି ଅନୁଚ୍ଛେଦର ପ୍ରଥମ ପଞ୍ଚମ ଶବ୍ଦଟିକୁ ସେ ଛାଡ଼ି ଯାଇଥିଲେ ଏବଂ ଛାଡ଼ି ଯାଇଥିବା ଶବ୍ଦଟିକୁ ପୂରଣ କରିବା ପାଇଁ ଶିକ୍ଷାର୍ଥୀଙ୍କୁ କହିଥିଲେ। ଏହି ଶିକ୍ଷଣ ପଦ୍ଧତିଟି କ'ଣ? ଏହି ଶିକ୍ଷଣ ପଦ୍ଧତିଟି କ'ଣ? ଅପସନ୍ ଏ ପଠନ ବୋଧ ଶକ୍ତି, ଅପସନ୍ ବି ଶବ୍ଦ ଜ୍ଞାନ ପରୀକ୍ଷା, ଅପସନ୍ ସି ଶୂନ୍ୟସ୍ଥାନ ପୂରଣ, ଅପସନ୍ ଡି କ୍ଲୋଜ୍ ଟେଷ୍ଟ। ଆନ୍ସର ଇଜ୍ କ୍ଲୋଜ୍ ଟେଷ୍ଟ, ଅପସନ୍ ଡି। ଅପସନ୍ ଡି ଇଜ୍ ଦ ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ୍, କଥନ ସମୟରେ ଉପଯୁକ୍ତ ଶବ୍ଦ ଯଥାର୍ଥ ଉଚ୍ଚାରଣ ଆଧାରରେ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରିବାକୁ ଡ୍ୟାସ୍ କୁହାଯାଏ। ଅପସନ୍ ଏ ଶରୀର ଭାଷା, ଅପସନ୍ ବି କଥନର ଯାନ୍ତ୍ରିକ କୌଶଳ, ଅପସନ୍ ସି ଭାଷାର କାର୍ଯ୍ୟ, ଅପସନ୍ ଡି ବ୍ୟବହାରିକ ଭାଷା।
ଆନ୍ସର ଇଜ୍ ଅପସନ୍ ବି। ଅପସନ୍ ବି, ଦ୍ୟାଟ୍ ଇଜ୍ କଥନର ଯାନ୍ତ୍ରିକ କୌଶଳ। କଥନର ଯାନ୍ତ୍ରିକ କୌଶଳ। ନେକ୍ସଟ କ୍ୱେଶ୍ଚନ୍, ଗଳ୍ପ କଥନ ଶିକ୍ଷଣ ସାମଗ୍ରୀ ଭାବେ କିପରି ବ୍ୟବହାର କରାଯାଇଥାଏ? ଗଳ୍ପ କଥନ ଶିକ୍ଷଣ ସାମଗ୍ରୀ ଭାବରେ କିପରି ବ୍ୟବହାର କରାଯାଇଥାଏ? ଅପସନ୍ ଏ, ଶିକ୍ଷାର୍ଥୀମାନଙ୍କୁ ଶ୍ରବଣ କାର୍ଯ୍ୟରେ ନିବିଷ୍ଟ ରଖିବାରେ। ଅପସନ୍ ବି, ଶିକ୍ଷାର୍ଥୀଙ୍କର କଥନ କୌଶଳ ବୃଦ୍ଧି କରାଇବାରେ। ଅପସନ୍ ସି, ଶିକ୍ଷାର୍ଥୀମାନଙ୍କର ଭାଷା ଓ ସାହିତ୍ୟ ଜ୍ଞାନ ବଢ଼ାଇବାରେ। ଅପସନ୍ ଡି, ଶ୍ରେଣୀ କକ୍ଷରେ ଶୃଙ୍ଖଳା ରକ୍ଷା କରିବାରେ। ଆନ୍ସର ଇଜ୍ ଅପସନ୍ ସି, ଦ୍ୟାଟ୍ ଇଜ୍ ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାହିତ୍ୟିକ ଜ୍ଞାନ ବଢ଼ାଇବାରେ। ଅପସନ୍ ସି ଇଜ୍ ଦ ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ୍, ପ୍ରସଙ୍ଗରେ ବ୍ୟାକରଣ କହିଲେ ବୁଝାଏ ଡ୍ୟାସ୍? ଅପସନ୍ ଏ, ଡ୍ରିଲ୍ ଓ ଅଭ୍ୟାସ ମାଧ୍ୟମରେ ବ୍ୟାକରଣ ଶିକ୍ଷା। ଅପସନ୍ ବି, ପ୍ରଥମେ ରୂପଜ୍ଞାନ ଓ ପରେ କାର୍ଯ୍ୟ ସମ୍ପର୍କରେ ଧାରଣା। ଅପସନ୍ ସି, ପାରିବେଶିକ ଭାଷାରୁ ଶିକ୍ଷା ଯାହାଦ୍ୱାରା ରୂପ ଅନୁଧ୍ୟାନ ଏବଂ ପରିବେଶ ଜ୍ଞାନର ଆକଳନ। ଅପସନ୍ ଡି, ଗଠନାତ୍ମକ ଭାବରେ ରୂପଜ୍ଞାନ ଆହରଣ, ଯେଉଁଥିରେ ବିଦ୍ୟାର୍ଥୀମାନଙ୍କର ସ୍ତରକୁ ସ୍ତର ବିକାଶ ହୋଇଥାଏ। ଆନ୍ସର ଇଜ୍ ଅପସନ୍ ସି, ଦ୍ୟାଟ୍ ଇଜ୍ ପାରିବେଶିକ ଭାଷାରୁ ଶିକ୍ଷା ଯାହାଦ୍ୱାରା ରୂପଜ୍ଞାନ ଅନୁଧ୍ୟାନ ଏବଂ ପରିବେଶ ଜ୍ଞାନର ଆକଳନ। ଆନ୍ସର ସି ଇଜ୍ ଦ ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ୍, ଏଥିମଧ୍ୟରୁ କେଉଁଟି ଲିଖନର ଶିକ୍ଷଣ କୌଶଳ ନୁହେଁ? ଏଥିମଧ୍ୟରୁ କେଉଁଟି ଲିଖନର ଶିକ୍ଷଣ କୌଶଳ ନୁହଁ? ଅପସନ୍ ଏ, ଶିକ୍ଷାଦାନ ସମୟରେ ନୋଟ୍ ଗ୍ରହଣ। ଅପସନ୍ ବି, ପଠନ ସମୟରେ ନୋଟ୍ ପ୍ରସ୍ତୁତି। ଅପସନ୍ ସି, ସାରାଂଶ ଲିଖନ। ଅପସନ୍ ଡି, ଏକ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତି। ଆନ୍ସର ଇଜ୍ ଅପସନ୍ ଡି, ଦ୍ୟାଟ୍ ଇଜ୍ ଏକ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତିଟାକୁ ଆମେ ଲିଖନ ଶିକ୍ଷଣ କୌଶଳ ବୋଲି କହିବା ନାହିଁ। ନେକ୍ସଟ କ୍ୱେଶ୍ଚନ୍, ପାଠ୍ୟପୁସ୍ତକ ଲେଖକମାନେ ସର୍ବଦା ଅନ୍ୟ ଦ୍ୱାରା ଲିଖିତ ପାଠ୍ୟ, କବିତା ଓ ଗଳ୍ପ ଆଦି ମୂଳ ଲେଖା ସମ୍ବାଦପତ୍ର ପତ୍ରିକାରୁ ଆଦିରୁ ଉଦ୍ଧାର କରିଥାନ୍ତି କାହିଁକି? ଅପସନ୍ ଏ, ସେଗୁଡ଼ିକ ନିର୍ଭରଯୋଗ୍ୟ ଏବଂ ପ୍ରଚଳିତ ଭାଷାରେ ଲେଖା ହୋଇଥାଏ। ଅପସନ୍ ବି, ପାଠ୍ୟପୁସ୍ତକ ଲେଖକ ସେଗୁଡ଼ିକୁ ପସନ୍ଦ କରିଥାନ୍ତି। ଅପସନ୍ ସି, ଅନୁଶୀଳନୀ ପ୍ରସ୍ତୁତିରେ ସେଗୁଡ଼ିକ ସହାୟକ ହୋଇଥାନ୍ତି। ଅପସନ୍ ଡି, ସେଗୁଡ଼ିକ ପଠନ ଯୋଗ୍ୟ ହୋଇଥାଏ। ଆନ୍ସର ଇଜ୍ ଅପସନ୍ ଏ, ଦ୍ୟାଟ୍ ଇଜ୍ ସେଗୁଡ଼ିକ ନିର୍ଭରଯୋଗ୍ୟ ଏବଂ ପ୍ରଚଳିତ ଭାଷାରେ ଲେଖା ହୋଇଥାଏ। ନେକ୍ସଟ କ୍ୱେଶ୍ଚନ୍, ଶିକ୍ଷକ ପାଠ୍ୟକୁ ନିଜ ଅନୁସାରେ ପଢ଼ାନ୍ତି ଏବଂ ପରେ ଶିକ୍ଷାର୍ଥୀ ଦଳଗତ ଭାବେ ନୋଟ୍ କରି ତାର ବ୍ୟବହାରରେ ନୂତନ ପାଠ୍ୟ ପ୍ରସ୍ତୁତ କରନ୍ତି। ଏହି କାର୍ଯ୍ୟକୁ କ'ଣ କୁହାଯାଏ? ଅପସନ୍ ଏ, ଶ୍ରୁତ ଲିଖନ। ଅପସନ୍ ବି, ବ୍ୟାକରଣ ଲିଖନ। ଅପସନ୍ ସି, ପୁନର୍ଲିଖନ। ଅପସନ୍ ଡି, ପାରସ୍ପରିକ ଶ୍ରୁତ ଲିଖନ। ଆନ୍ସର ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ବ୍ୟାକରଣଗତ ଲିଖନ। ବ୍ୟାକରଣଗତ ଲିଖନ। ନେକ୍ସଟ କ୍ୱେଶ୍ଚନ୍, ମାତୃଭାଷାର ବିକାଶକୁ ସାଧାରଣତଃ ଡ୍ୟାସ୍ କୁହାଯାଏ? ଅପସନ୍ ଏ, ଶିକ୍ଷଣ। ଅପସନ୍ ବି, ଆହରଣ। ଅପସନ୍ ସି, ବିକାଶ। ଅପସନ୍ ଡି, ବୋଧଶକ୍ତି। ଆନ୍ସର ଇଜ୍ ଅପସନ୍ ଟୁ, ଦ୍ୟାଟ୍ ଇଜ୍ ଆହରଣ। ନେକ୍ସଟ କ୍ୱେଶ୍ଚନ୍ ହେଉଛି, ପ୍ରଥମ ଶ୍ରେଣୀରେ ଜଣେ ଶିକ୍ଷୟିତ୍ରୀଙ୍କର ବିଭିନ୍ନ ଭାଷାର ଶିକ୍ଷାର୍ଥୀ ଥିଲେ। ଜଣକ ପରେ ଜଣେ ଆସି ନିଜ ଭାଷାରେ ବାର୍ତ୍ତାଳାପ ଜାରି ରଖିବାକୁ ସେମାନଙ୍କୁ କହିଲେ। ଫଳରେ ପ୍ରତିଦିନ ଗୋଟିଏ ଭାଷାର ବିଦ୍ୟାର୍ଥୀ ଅନ୍ୟ ଭାଷାର କିଛି ଶବ୍ଦ ସହିତ ପରିଚିତ ହେବାକୁ ଚେଷ୍ଟା କରନ୍ତି। ଶିକ୍ଷକ ଏଠାରେ କେଉଁ କୌଶଳ ଅବଲମ୍ବନ କରିଛନ୍ତି? ଅପସନ୍ ଏ, ବହୁଭାଷିକତାକୁ ଶିକ୍ଷଣ ସାମଗ୍ରୀ ଭାବେ ଗ୍ରହଣ। ଅପସନ୍ ବି, ବହୁଭାଷିକତା। ଅପସନ୍ ସି, ବିଭିନ୍ନତାକୁ ଉପାଦାନ ଭାବେ ଗ୍ରହଣ କରିବା। ଅପସନ୍ ଡି, ଏକଭାଷିକତା। ଆନ୍ସର ଇଜ୍ ଅପସନ୍ ଏ। ଅପସନ୍ ଏ, ଦ୍ୟାଟ୍ ଇଜ୍ ବହୁଭାଷିକତାକୁ ଶିକ୍ଷଣ ସାମଗ୍ରୀ ଭାବେ ଗ୍ରହଣ। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ବିଦ୍ୟାର୍ଥୀମାନଙ୍କୁ ଗୋଟିଏ ଭାଷା ସହିତ ପରିଚିତ କରାଇବା ଦିଗରେ କେଉଁଟି ଉପଯୁକ୍ତ କୌଶଳ ନୁହେଁ? ବିଦ୍ୟାର୍ଥୀମାନଙ୍କୁ
ଗୋଟିଏ ଭାଷା ସହିତ ପରିଚିତ କରାଇବା ଦିଗରେ କେଉଁଟି ଉପଯୁକ୍ତ କୌଶଳ ନୁହେଁ? ଅପସନ୍ ଏ ରାଇମ୍ ଓ ସଙ୍ଗୀତ ମାଧ୍ୟମରେ ଶିକ୍ଷା। ଅପସନ୍ ବି ଛୋଟ ଛୋଟ ଶବ୍ଦ ଓ ବାକ୍ୟର ବ୍ୟବହାର ଶିକ୍ଷା। ଅପସନ୍ ସି ବର୍ଣ୍ଣମାଳାରେ ଅକ୍ଷର ଶିକ୍ଷା। ଅପସନ୍ ଡି କଥନ ଓ ଶ୍ରବଣର ବିନିଯୋଗ ମାଧ୍ୟମରେ ଶିକ୍ଷା। କଥନ ଓ ଶ୍ରବଣ ବିନିଯୋଗ ମାଧ୍ୟମରେ ଶିକ୍ଷା। ପ୍ରଶ୍ନ, ବିଦ୍ୟାର୍ଥୀମାନଙ୍କୁ ଗୋଟିଏ ଭାଷା ସହିତ ପରିଚିତ କରାଇବା ଦିଗରେ କେଉଁଟି ଉପଯୁକ୍ତ କୌଶଳ ନୁହଁ? ଅପସନ୍ ସି ଇଜ୍ ଦ ରାଇଟ୍ ଆନ୍ସର, ଦ୍ୟାଟ୍ ଇଜ୍ ବର୍ଣ୍ଣମାଳାର ଅକ୍ଷର ଶିକ୍ଷା। ବର୍ଣ୍ଣମାଳାର ଅକ୍ଷର ଶିଖିଲେ ଜଣେ ବିଦ୍ୟାର୍ଥୀ ଗୋଟେ ଭାଷା ସହିତ ପରିଚିତ ହେଇପାରିବ ନାହିଁ। ନେକ୍ସଟ କ୍ୱେଶ୍ଚନ୍, ଶରୀର ସଙ୍ଗେ କାହାର ବିକାଶ ବାଞ୍ଛନୀୟ? ମନର, ହୃଦୟର, ବିବେକର, ସ୍ୱଚ୍ଛତାର? ଶରୀର ବିକାଶରେ ଶରୀର ସଙ୍ଗେ କାହାର ବିକାଶ ବାଞ୍ଛନୀୟ? ଆନ୍ସର ଇଜ୍ ଅପସନ୍ ଏ, ଦ୍ୟାଟ୍ ଇଜ୍ ମନର। ଶରୀର ସଙ୍ଗେ ମନର ବିକାଶ ବାଞ୍ଛନୀୟ। ନେକ୍ସଟ କ୍ୱେଶ୍ଚନ୍, 343(2) ଅନୁଚ୍ଛେଦ ଅନୁଯାୟୀ ସମ୍ବିଧାନରେ କେଉଁ ଭାଷା ବ୍ୟବହାର ରହିଛି? କେଉଁ ଭାଷା ବ୍ୟବହାରର ବ୍ୟବସ୍ଥା ରହିଛି? ଅପସନ୍ ଏ ହିନ୍ଦୀ ସରକାରୀ ଭାଷା ଭାବରେ ବ୍ୟବହାର କରିବା। ଅପସନ୍ ବି ହିନ୍ଦୀ ସହଯୋଗୀ ସରକାରୀ ଭାଷା ଭାବରେ ବ୍ୟବହାର କରାଯିବା। ଅପସନ୍ ସି ଇଂରେଜୀକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା। ଅପସନ୍ ଡି ଇଂରେଜୀକୁ ସହଯୋଗୀ ସରକାରୀ ଭାଷା ଭାବରେ ବ୍ୟବହାର କରିବା। ଆନ୍ସର ଇଜ୍ ଅପସନ୍ 4, ଦ୍ୟାଟ୍ ଇଜ୍ ଇଂରେଜୀକୁ ସହଯୋଗୀ ସରକାରୀ ଭାଷା ଭାବରେ ବ୍ୟବହାର କରିବା। ନେକ୍ସଟ କ୍ୱେଶ୍ଚନ୍, ଏଥିମଧ୍ୟରୁ କେଉଁଟି ଶାସ୍ତ୍ରୀୟ ଭାଷାର ଉପାଦାନ ଭାବେ ଗ୍ରହଣ କରାଯାଏ ନାହିଁ? ଅପସନ୍ ଏ 1500ରୁ 2000 ବର୍ଷର ଭାଷା ଓ ସାହିତ୍ୟର ଇତିହାସ ଥିବା ଆବଶ୍ୟକ। ଅପସନ୍ ବି ସେହି ଭାଷାରେ କିଛି ପ୍ରାଚୀନ ସାହିତ୍ୟ ଓ ପୁରାଣ ରଚିତ ହୋଇଥିବା ଦରକାର। ଅପସନ୍ ସି ସେ ଭାଷା ଅନୁସୂଚିତ ଭାଷା ତାଲିକା ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ। ନେକ୍ସଟ ଅପସନ୍, ଭାଷାର ସ୍ୱତନ୍ତ୍ର ଲିଖନ ପରମ୍ପରା ଥିବ ଏବଂ ତାହା ଅନ୍ୟ ଭାଷା ଗୋଷ୍ଠୀରୁ ଗ୍ରହଣ କରାଯାଇନଥିବ। ଆନ୍ସର ଇଜ୍ ଅପସନ୍ ସି, ଦ୍ୟାଟ୍ ଇଜ୍ ସେ ଭାଷା ଅନୁସୂଚିତ ଭାଷା ତାଲିକା ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ। ସେଇଟା କମ୍ପଲସରି ନୁହଁ କି ଗୋଟିଏ ଭାଷାକୁ ଶାସ୍ତ୍ରୀୟ ଭାଷାର ଉପାଦାନ ଭାବେ ଗ୍ରହଣ କରାଯିବ ବୋଲି। ନେକ୍ସଟ କ୍ୱେଶ୍ଚନ୍, ଶିକ୍ଷାର୍ଥୀମାନଙ୍କର ଶ୍ରବଣ କୌଶଳ କିପରି ଆକଳନ କରାଯାଇପାରିବ? ଶିକ୍ଷାର୍ଥୀମାନଙ୍କର ଶ୍ରବଣ କୌଶଳ କିପରି ଆକଳନ କରାଯାଇପାରିବ? ଅପସନ୍ ଏ ବାରମ୍ବାର ଅଭ୍ୟାସ ମାଧ୍ୟମରେ। ଅପସନ୍ ବି ଗୋଟିଏ ଗପ କହି ତାର ବିଷୟବସ୍ତୁ ଆଧାରରେ ପ୍ରଶ୍ନ କରିବା। ଅପସନ୍ ସି ମୌନ ପଠନ କରିବାକୁ ଅଧିକ ସୁଯୋଗ ଦେବା। ଅପସନ୍ ଡି ଭ୍ରମଣ ପାଇଁ ସେମାନଙ୍କୁ ବାହାରକୁ ନେଇଯିବା। ଆନ୍ସର ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ଗୋଟିଏ ଗପ କହି ତାର ବିଷୟବସ୍ତୁ ଆଧାରରେ ପ୍ରଶ୍ନ କଲେ ଆମେ କ'ଣ କରିପାରିବା ନା ଶିକ୍ଷାର୍ଥୀର ଶ୍ରବଣ କୌଶଳକୁ ଆକଳନ କରିପାରିବା। ନେକ୍ସଟ କ୍ୱେଶ୍ଚନ୍, ପଠନ ଆରମ୍ଭ ବେଳେ ପ୍ରଥମେ ଶିକ୍ଷକ କେଉଁ ବିଷୟରେ ଧ୍ୟାନ ଦେବା ଉଚିତ? ପଠନ ଆରମ୍ଭ ବେଳେ ପ୍ରଥମେ ଶିକ୍ଷକ କେଉଁ ବିଷୟରେ ଧ୍ୟାନ ଦେବା ଉଚିତ? ଅପସନ୍ ଏ ଭାଷାର ବର୍ଣ୍ଣଗୁଡ଼ିକୁ ମନେ ରଖିବା। ଅପସନ୍ ବି ପଠନରେ ଅନର୍ଗଳତା। ଅପସନ୍ ସି ଅକ୍ଷର ଧ୍ୱନିର ମେଳ ବୃଦ୍ଧି କରାଇବା। ଅପସନ୍ ଡି ପଠନର ସଠିକତା। ଆନ୍ସର ଇଜ୍ ଅପସନ୍ ସି, ଦ୍ୟାଟ୍ ଇଜ୍ ଅକ୍ଷର ଓ ଧ୍ୱନିର ମେଳ ବୃଦ୍ଧି କରାଇବା। ନେକ୍ସଟ କ୍ୱେଶ୍ଚନ୍, ଶ୍ରବଣ ଓ ପଠନ ଦ୍ୱାରା କେଉଁ କୌଶଳ ଜଣାପଡ଼ିଥାଏ? ଅପସନ୍ ଏ ଗ୍ରହଣ କୌଶଳ। ଅପସନ୍ ବି ପ୍ରକାଶ କୌଶଳ। ଅପସନ୍ ସି ଆଗ୍ରହ ଉଦ୍ଦୀପକ କୌଶଳ। ଅପସନ୍ ଡି ଚିନ୍ତନ କୌଶଳ। ଆନ୍ସର ଇଜ୍ ଅପସନ୍ ଏ, ଦ୍ୟାଟ୍ ଇଜ୍ ଗ୍ରହଣ କୌଶଳ। ନେକ୍ସଟ କ୍ୱେଶ୍ଚନ୍, ଶିକ୍ଷକ ଅପରିପକ୍ୱ ଲେଖକଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତଙ୍କୁ କିପରି ସାହାଯ୍ୟ କରିପାରିବେ? ଅପସନ୍ ଏ ସେମାନେ କରୁଥିବା ବ୍ୟାକରଣିକ ତ୍ରୁଟିକୁ ଚିହ୍ନଟ କରି ପ୍ରତ୍ୟେକ ତ୍ରୁଟି ସମ୍ପର୍କରେ ଅବଗତ କରାଇବେ।
ଅପସନ୍ ବି ସେମାନଙ୍କୁ ଉତ୍ସାହିତ କରି ସେମାନଙ୍କର ଲେଖାରୁ ଉଦାହରଣ ନେଇ ମନ୍ତବ୍ୟ ଦେବେ। ଅପସନ୍ ସି ତ୍ରୁଟି ଉପରେ ଗୁରୁତ୍ୱ ନ ଦେବାକୁ ପରାମର୍ଶ ଦେବେ। ଅପସନ୍ ଡି କ୍ଲାସରେ ଭଲ ଭାବେ ଲେଖି ପାରୁଥିବାରୁ ସେମାନଙ୍କୁ ପୁରସ୍କାର ଦେବେ। ଆନ୍ସର୍ ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ସେମାନଙ୍କୁ ଉତ୍ସାହିତ କରାଇ ସେମାନଙ୍କ ଲେଖାରୁ ଉଦାହରଣ ଦେଇ ମନ୍ତବ୍ୟ ଦେବେ। ନେକ୍ସଟ କ୍ୱେଶ୍ଚନ୍, ଭାଷା ଆହରଣ ଓ ଭାଷା ଶିକ୍ଷା ମଧ୍ୟରେ କେଉଁଟି ମୁଖ୍ୟ? ଅପସନ୍ ଏ ଅନର୍ଗଳତା ଓ ସଠିକତା, ଅପସନ୍ ବି ଭାଷା ଉପରେ ଜ୍ଞାନ, ଅପସନ୍ ସି ସଠିକତା ଓ ସ୍ଥାନ, ଅପସନ୍ ଡି ଗତି ଓ ଉଚ୍ଚାରଣ। ଆନ୍ସର୍ ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ଭାଷା ଉପରେ ଜ୍ଞାନ। ଭାଷା ଉପରେ ଜ୍ଞାନ ହେଉଛି ଭାଷା ଆହରଣ ଓ ଭାଷା ଶିକ୍ଷା ମଧ୍ୟରେ ମୁଖ୍ୟ। ନେକ୍ସଟ କ୍ୱେଶ୍ଚନ୍, ମାତୃଭାଷାକୁ ସାମଗ୍ରୀ ଭାବରେ ବ୍ୟବହାର କରାଯିବା ବ୍ୟବସ୍ଥାରେ ଏଠି ମଧ୍ୟରୁ କେଉଁଟି ଅସଙ୍ଗତ? ଅପସନ୍ ଏ ଏହା ଶିକ୍ଷାର୍ଥୀଙ୍କୁ ଶିକ୍ଷଣ, ଚିନ୍ତନ ଓ ବାର୍ତ୍ତାଳାପ କରିବାରେ ସହାୟକ ହୋଇଥାଏ। ଅର୍ଥ ନିର୍ଦ୍ଧାରଣ କରିବାରେ ଏହା ସହାୟକ ଭୂମିକା ଗ୍ରହଣ କରିଥାଏ। ମାତୃଭାଷା ଅଧିକ ଶୈକ୍ଷିକ ପରିବେଶ ଯୋଗାଇଥାଏ। ଏବଂ ଶେଷ ଅପସନ୍ଟି ଏହା ଦ୍ୱିତୀୟ ଭାଷାକୁ ଗୁରୁତ୍ୱ ନ ଦେବାରେ ସାହାଯ୍ୟ କରେ। ଆନ୍ସର୍ ଇଜ୍ ଅପସନ୍ ଡି, ଦ୍ୟାଟ୍ ଇଜ୍ ଏହା ଦ୍ୱିତୀୟ ଭାଷାକୁ ଗୁରୁତ୍ୱ ଦିଆ ନ ଯିବାରେ ସାହାଯ୍ୟ କରେ। ଅର୍ଥାତ୍ ଯେଉଁ ମାତୃଭାଷାକୁ ସାମଗ୍ରୀ ଭାବେ ଆମେ ବ୍ୟବହାର କରାଯାଉଛି ସେଇ ବ୍ୟବସ୍ଥାରେ ଦ୍ୱିତୀୟ ଭାଷାକୁ ଗୁରୁତ୍ୱ ନ ଦେବାରେ ସାହାଯ୍ୟ କରେ ନାହିଁ। ଦ୍ୱିତୀୟ ଭାଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ନେକ୍ସଟ କ୍ୱେଶ୍ଚନ୍, ପ୍ରାଥମିକ ସ୍ତରରେ ଶିଶୁର ଭାଷା ବିକାଶରେ ଏଥିମଧ୍ୟରୁ କେଉଁଟି ଗୁରୁତ୍ୱପୂର୍ଣ୍ଣ? ଅପସନ୍ ଏ ବ୍ୟାକରଣ ଜ୍ଞାନ, ଅପସନ୍ ବି ଉନ୍ନତ ଭାଷା ପରିବେଶ, ଅପସନ୍ ସି ଭାଷାର ପାଠ୍ୟପୁସ୍ତକ, ଅପସନ୍ ଡି ଶିଶୁର ଆକଳନ। ଆନ୍ସର୍ ହେଉଛି ଅପସନ୍ ବି, ଦ୍ୟାଟ୍ ଇଜ୍ ଉନ୍ନତ ଭାଷା ପରିବେଶ। ଯଦି ଆମେ ଉନ୍ନତ ଭାଷା ପରିବେଶଟିଏ ସୃଷ୍ଟି କରିଦେବା ତାହେଲେ ପ୍ରାଥମିକ ସ୍ତରରେ ଶିଶୁର ଭାଷା ବିକାଶ ଅତି ସୁବିଧାରେ ହେଇଯିବ। ନେକ୍ସଟ କ୍ୱେଶ୍ଚନ୍, ପୋର୍ଟଫୋଲିଓ କାହାର ଉଦାହରଣ? ଅପସନ୍ ଏ ସ୍ୱୟଂ ମୂଲ୍ୟାୟନ, ଅପସନ୍ ବି ଶିକ୍ଷକଙ୍କ ଦ୍ୱାରା ମୂଲ୍ୟାୟନ, ଅପସନ୍ ସି ଉଭୟ ଶିକ୍ଷକ ଓ ନିଜ ଦ୍ୱାରା ମୂଲ୍ୟାୟନ, ଅପସନ୍ ଡି ରାଜ୍ୟ ବୋର୍ଡ ଦ୍ୱାରା ମୂଲ୍ୟାୟନ। ଆନ୍ସର୍ ଇଜ୍ ଅପସନ୍ ସି, ଦ୍ୟାଟ୍ ଇଜ୍ ଉଭୟ ଶିକ୍ଷକ ଓ ନିଜ ଦ୍ୱାରା ମୂଲ୍ୟାୟନ। ପୋର୍ଟଫୋଲିଓ ହେଉଛି ଉଭୟ ଶିକ୍ଷକ ଓ ନିଜ ଦ୍ୱାରା ମୂଲ୍ୟାୟନ। ନେକ୍ସଟ କ୍ୱେଶ୍ଚନ୍, କ୍ରସ୍ ୱାର୍ଡର ବ୍ୟବହାରରେ ଧନ୍ଦା ଦେଲେ କାହାର ବିକାଶ ହୋଇଥାଏ? କ୍ରସ୍ ୱାର୍ଡର ବ୍ୟବହାରର ଧନ୍ଦା ଦେଲେ କାହାର ବିକାଶ ହୋଇଥାଏ? ଅପସନ୍ ଏ ଶ୍ରବଣ କୌଶଳ, ଅପସନ୍ ବି ଲିଖନ କୌଶଳ, ଅପସନ୍ ସି ଶବ୍ଦ ଜ୍ଞାନ, ଅପସନ୍ ଡି ସାହିତ୍ୟ ଜ୍ଞାନ। ଆନ୍ସର୍ ଇଜ୍ ଅପସନ୍ ସି, ଦ୍ୟାଟ୍ ଇଜ୍ ଶବ୍ଦ ଜ୍ଞାନ। ଯଦି ଆମେ କ୍ରସ୍ ୱାର୍ଡରେ ବ୍ୟବହାର କରିବାକୁ ଯେଉଁ ଆମେ ଧନ୍ଦା ଆକ୍ଟିଭିଟି ଦେବା ତାହେଲେ ଶବ୍ଦ ଜ୍ଞାନର ବିକାଶ ହେବ। ନେକ୍ସଟ କ୍ୱେଶ୍ଚନ୍, କଥନ କାର୍ଯ୍ୟର ଆକଳନ କଲାବେଳେ ଏଥିମଧ୍ୟରୁ କାହାର ଆବଶ୍ୟକତା ନାହିଁ? ଅପସନ୍ ଏ ଧ୍ୱନି ଓ ଶବ୍ଦର ଉଚ୍ଚାରଣ, ଅପସନ୍ ବି ପରିବେଶ ଅନୁଯାୟୀ ଉପଯୁକ୍ତ ଶବ୍ଦର ବ୍ୟବହାର, ଅପସନ୍ ସି ଭାଷାକୋଷ ଓ ଶବ୍ଦକୋଷର ବ୍ୟବହାର, ଅପସନ୍ ଡି କଥନରେ ସ୍ପଷ୍ଟତା। ଆନ୍ସର୍ ହେଉଛି ଅପସନ୍ ସି। ତାମାନେ ଆମେ କଥା କହିଲା ବେଳେ ଭାଷାକୋଷ ଶବ୍ଦକୋଷ ନେଇକି ଆମେ ବ୍ୟବହାର କରନ୍ତି କି? କଥା କହିଲା ବେଳେ ଆମେ କ'ଣ ଭାଷାକୋଷ ଶବ୍ଦକୋଷର ବ୍ୟବହାର ହୁଏ ନାହିଁ। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ଭାଷାର ଅକ୍ଷର ସହିତ ତାର ଉଚ୍ଚାରଣକୁ ଦର୍ଶାଇ ଶିକ୍ଷଣ ଓ ପଠନ କାର୍ଯ୍ୟକୁ ଡ୍ୟାସ୍ କୁହାଯାଏ? ଅପସନ୍ ଏ ପ୍ରତ୍ୟକ୍ଷ ପଦ୍ଧତି, ଅପସନ୍ ବି ଧ୍ୱନିତାତ୍ତ୍ୱିକ ପଦ୍ଧତି, ଅପସନ୍ ସି ପୂର୍ଣ୍ଣ ଭାଷା ପଦ୍ଧତି, ଅପସନ୍ ଡି ଖଣ୍ଡ ଭାଷା ପଦ୍ଧତି। ଆନ୍ସର୍ ଇଜ୍ ଅପସନ୍ ବି, ଦ୍ୟାଟ୍ ଇଜ୍ ଧ୍ୱନିତାତ୍ତ୍ୱିକ ପଦ୍ଧତି। ଧ୍ୱନିତାତ୍ତ୍ୱିକ ପଦ୍ଧତି ହେଉଛି ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନ୍, ପାଠ୍ୟପୁସ୍ତକ ବାହାରକୁ ଯିବା କହିଲେ ବୁଝାଏ ଡ୍ୟାସ୍? ଅପସନ୍ ଏ ପାଠ୍ୟପୁସ୍ତକ ଛାଡ଼ି ଅଧିକ ଶିକ୍ଷଣ ସାମଗ୍ରୀ ଯୋଗାଇବା, ଅପସନ୍ ବି ପାଠ୍ୟପୁସ୍ତକ ଉପରେ ଗୁରୁତ୍ୱ ନ ଦେଇ ତା ବାହାରକୁ ଯିବା, ଅପସନ୍ ସି ଜ୍ଞାନ ଆଧାରିତ ପାଠ୍ୟପୁସ୍ତକ ହେବା ଦରକାର, ଅପସନ୍ ଡି ପାଠ୍ୟପୁସ୍ତକ ଛଡ଼ା ଅଧିକ ପଢ଼ିବାକୁ ଦେଇ ଶିକ୍ଷାର୍ଥୀଙ୍କୁ ବୋଝ ନ ଦେବା। ଆନ୍ସର୍ ହେଉଛି ଅପସନ୍ ଏ, ତା ମାନେ ପାଠ୍ୟପୁସ୍ତକ ଛାଡ଼ି
ଅଧିକ ଶିକ୍ଷଣ ସାମଗ୍ରୀ ଯୋଗାଇବା। ପାଠ୍ୟପୁସ୍ତକ ଦେବା ତା ସହ ଅଧିକ ଶିକ୍ଷଣ ସାମଗ୍ରୀ ମଧ୍ୟ ଯୋଗାଇ ଦେବା। ଆଉ ଲାଷ୍ଟ କ୍ୱେଶ୍ଚନ୍, ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ଶିକ୍ଷକ ଗୋଟିଏ ଲଫାଫା ପ୍ରସ୍ତୁତ କରିବାକୁ ଉପଦେଶ ଦେଉଛନ୍ତି ଏବଂ ଶିକ୍ଷାର୍ଥୀ ତାକୁ ଗ୍ରହଣ କରୁଛନ୍ତି। ଭାଷା ଶିକ୍ଷା ସମୟରେ ଏ ପ୍ରକାର କାର୍ଯ୍ୟ ଦ୍ୱାରା ଶିକ୍ଷାର୍ଥୀ କିପରି ଭାବେ ଉପକୃତ ହେବେ? ଅପସନ୍ ଏ ଲିଖନ କୌଶଳ ବୃଦ୍ଧି ହେବ, ଅପସନ୍ ବି କଥନ କୌଶଳ ବୃଦ୍ଧି ହେବ, ଅପସନ୍ ସି ଶ୍ରବଣ କୌଶଳ ବୃଦ୍ଧି ହେବ, ଅପସନ୍ ଡି ସୃଜନ କୌଶଳ ବୃଦ୍ଧି ହେବ। କ'ଣ କ୍ୱେଶ୍ଚନ୍ ଅଛି ନା ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷକ ଗୋଟିଏ ଲଫାଫା ପ୍ରସ୍ତୁତ କରିବାକୁ ଉପଦେଶ ଦେଉଛନ୍ତି। ଲଫାଫା ପ୍ରସ୍ତୁତ ହେଉଛି, ସେଠି କ'ଣ ହେବ ନା ସେ ଯେଉଁ ଉପଦେଶ ଦେଉଛନ୍ତି ଶିକ୍ଷାର୍ଥୀମାନେ ତାକୁ ଗ୍ରହଣ କରୁଛନ୍ତି, ମନ ଦେଇକି ଶୁଣୁଛନ୍ତି, ତାମାନେ ଏଠି ଶ୍ରବଣ କୌଶଳରେ ବୃଦ୍ଧି ହେବ। ଶ୍ରବଣ କୌଶଳରେ ଏଠି ବୃଦ୍ଧି ହେବ। ଆଶା କରୁଛି ଯାହା ଆଲୋଚନା ହେଇଛି ସମସ୍ତଙ୍କୁ ଭଲ ଲାଗୁଥିବ। ଏହିପରି ଓଡ଼ିଆରେ ତଥା ଅନ୍ୟ ସବୁ CTETର ଅନ୍ୟ କ୍ୱେଶ୍ଚନ୍ ଡିସ୍କସନ୍ କରିବା ପାଇଁ, ଅନ୍ୟ କ୍ୱେଶ୍ଚନ୍ ଗୁଡ଼ିକୁ ଜାଣିବା ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ।